ମୋ ନାଁ ରଘୁଧର ହରିଜନ, ଇନ୍ସପେକ୍ଟର ଅଫ୍ ଏକ୍ସାଇଜ୍ ଭଞ୍ଜନଗର। सर कौन को हाँ ମୁଁ ଶୁଣିଲି ଆମ କରସିଂ ଏଫଏଲ୍ ସପ୍ରେ ଗୋଟେ ଡୁପ୍ଲିକେଟ୍ ମାନେ ଜଣେ ଆମର କଷ୍ଟମର ଗୋଟେ ହାଫ୍ ସାଇଜ୍ଟା ନେଇଥିଲେ ଆଇକନ୍ର, ଆଉ ସେଠି ବି ଅଲଗା ଲାଗିଛି ବୋଲି କମ୍ପ୍ଲେନ୍ ଦେଇଛନ୍ତି। ତ ଖବର ପାଇଲା ମାତ୍ରେ ମୁଁ ଆସିଲି ଆଉ ସେଟାକୁ ଭେରିଫାଏ କଲି। ଆକ୍ଚୁଆଲି ସେଇଟା କମ୍ପାନୀ ଲେବୁଲ୍, ଆଉ ସେଟାକୁ ଆମ ଲେବରେଟୋରୀକୁ ପଠାଇବୁ। ଯଦି ଟେଷ୍ଟିଂରେ ସେ ଖରାପ ମଦ ଆସେ ତାହେଲେ ତା ଉପରେ ଆମେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବୁ। ହଁ ଆମର ପ୍ରାୟ ଆମର ସବୁ ଭୁଗୁଡ଼ା ନେଇକି ପୁରା ଆମର ଭଞ୍ଜନଗର ପର୍ଯ୍ୟନ୍ତ ନେଇକି ଆମ ଯେଉଁ ଏରିଆରେ ଜଗନ୍ନାଥ ପ୍ରସାଦ ଏରିଆରେ ତ ଚୋରା ମଦ ହେଉଛି। ଆମେ କଣ୍ଟିନ୍ୟୁ ପେଟ୍ରୋଲିଂ ଚାଲିଛି, ଆଉ କେସ୍ ମଧ୍ୟ ହେଉଛି, ତାଙ୍କ ନାଁରେ ମଧ୍ୟ କେସ୍ ରୁଜୁ କରାଯାଉଛି। ଆଉ ଚେଷ୍ଟା କରୁଛୁ ଯେମିତି ଚୋରା ମଦ ବ୍ୟବହାର ମାନେ ବେଶୀ ନ ହେବ, ଆଉ ଏ ପ୍ରକାର କାମ ଯେମିତି ନ କରିବେ। ଆଉ ଅଲରେଡ଼ି ତା ଲାଗିଥିଲା ବାରକୋଟ୍, ଆଉ ଆମେ ସେ ରେଡ୍ ଚାର୍ଟ ଗୁଡ଼ାକ ଲାଗିଥିଲା। ବର୍ତ୍ତମାନ ସେ କ'ଣ କଲର୍ ଫଲର୍ दुकान କହିଛନ୍ତି, ସେଥିପାଇଁ ଲଗେଇ ଦେଇଛନ୍ତି। दुकान कब खुलेगा, कब बंद मालूम है? नहीं सर, इसमें सोते हैं। वही बात छोड़ो, सोने खोने का अलग बात है, दुकान में सोना खोलना अलग बात है। सोना जाके बाहर से हो मकान लोन किराए में, और कोई कस्टमर को मिलकर मत दीजिएगा। ज़्यादा रेट MRP से ज़्यादा लोगे तो फाइन पड़ेगा 1.5 लाख, उसके बाद जरिमाना आप जेल होगा, मालूम है कि नहीं?